ମୋତେ ନା ଟିକେ କ'ଣ ପରିଚୟ ଦେଲେ ଭାଟ ପାଣ୍ଡେ କ'ଣ ହେଇଥିଲା ମାନେ କ'ଣ ବର୍ତ୍ତମାନ ଧର୍ମ କେଉଁ ଧର୍ମରେ ଥିଲେ ବର୍ତ୍ତମାନ କେଉଁ ଧର୍ମରେ ଅଛନ୍ତି? ଆମର ଯୀଶୁ ଧର୍ମର ଥିଲେ ଆଉ ଏଇନା ଜ୍ୱର ଫର ହେଇକି ଆମେ ଏ ବାଟେ ପଳେଇ ଆସିଲେ। କ'ଣ ହେଇଥିଲା କ'ଣ ପାଇଁ ଆପଣ ଧର୍ମ ପରିବର୍ତ୍ତନ କରିଥିଲେ? ଆଉ ସେଇଟା ତ ହିନ୍ଦୁରୁ ଆମେ ଥିଲେ ବଜାଇ ଜ୍ୱର ହେଲେ ନହେଲେ ଆମେ ଯାଇଥିଲେ ଯୀଶୁ ଧର୍ମକୁ ଆମେ ଯାଇଥିଲେ ସେଠି ବି ହେଲା ନାହିଁ ଆଉ ସେ ଭଲ ହେଲା ନାହିଁ ଆଉ ସେ ନାଗି ଆମେ ପଳେଇ ଆସିଲେ। କିଏ କହିଥିଲେ ଆପଣଙ୍କୁ ଏଇ ଧର୍ମ ପରିବର୍ତ୍ତନ କଲେ ଦେହ ଭଲ ହେଇଯିବ ବୋଲି? ଆଉ ସେଟା ଆମେ ଆପେ ଆପେ ଆମେ ଯାଇଥିଲେ ଆଉ ସେଠି ଲୋକମାନେ ଲୋକମାନେ ଭଲ ହେଉଛନ୍ତି ଆଉ ସେ ନାଗି ଆମେ ଯାଇଥିଲେ। କ'ଣ ହେଲା ତାପରେ ଯେଉଁ ଧର୍ମ ପରିବର୍ତ୍ତନ କଲା ପରେ? ଆଉ ସେଟା ତ ବିଗିଡ଼ିଗଲା ଆଉ ସେ କରିବି ଆଉ କ'ଣ ବିଗିଡ଼ିଗଲା? ଆଉ ସେଟା ମରି ମୁରା ଗଲେ ଆଉ କିଏ ମରିଗଲେ? କିଏ ମରିଗଲେ ଆପଣଙ୍କର? ଆମର ସ୍ତ୍ରୀ ଆଉ କିଏ ମରିଗଲେ? ଆଉ ଆମର ପୁଅ। କେତେ ବର୍ଷ ରହିଲେ ସେ ଧର୍ମରେ? ଆମର 3 ବର୍ଷ। 3 ବର୍ଷ। ସେ ଧର୍ମ ପରିବର୍ତ୍ତନ କେବେ କଲେ? ପୁଣି ଥରେ ହିନ୍ଦୁ ଧର୍ମକୁ ଆସିଲେ? ଆମେ ହିନ୍ଦୁ ଧର୍ମକୁ ସେ କଥାବାର୍ତ୍ତା ହେଇକି ଆଗରୁ ଯେରକମ ଜ୍ୱର ହେଉଥିଲେ ଏବେ ବି ଜ୍ୱର ହେଉଛି ଆଉ ସେଟା ଆମେ କରିବାନି ତାହେଲେ ସେଟା ଯୀଶୁ ଧର୍ମ ଆଉ କରିବାନି। ପୁଣି ଥରେ ଆପଣ ହିନ୍ଦୁ ଧର୍ମକୁ ଫେରି ଆସିଲେ? ହଁ ହିନ୍ଦୁ ଧର୍ମକୁ। ବର୍ତ୍ତମାନ ଆପଣଙ୍କର ଯେଉଁ ରହିଛନ୍ତି ଗ୍ରାମବାସୀ ଆପଣଙ୍କୁ ସହଯୋଗ କରୁଛନ୍ତି ନା ନାହିଁ? ନା ଆଜ୍ଞା ସହଯୋଗ କରୁଛନ୍ତି। କେମିତି ଲାଗୁଛି ଆପଣଙ୍କୁ ସହଯୋଗ? ଆମର ସହଯୋଗ ଭଲ ଲାଗୁଛି। ଠିକ୍ ଅଛି। ହଁ ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବାଲି ମାଟି। ଏଇ ଯେଉଁ ଭାଟୁ ମାରାଣ୍ଡି ସେ କ'ଣ ହୁଅନ୍ତି ଆପଣଙ୍କର? ସିଏ ମୋ ଶ୍ୱଶୁର ହୁଅନ୍ତି। କ'ଣ ହେଇଥିଲା ତାଙ୍କର ଧର୍ମ ସେ ପରିବର୍ତ୍ତନ କରିଥିଲେ ଆପଣ ବି ସେ ଧର୍ମକୁ ପରିବର୍ତ୍ତନ କରି ଆପଣ ବି ଯାଇଥିଲେ ପୁଣି ଆଉ ଥରେ ନିଜ ଧର୍ମକୁ ପଳେଇ ଆସିଛନ୍ତି। କ'ଣ ହେଇଥିଲା ଘଟଣା ହେଇଥିଲା ଆଗରୁ ବି ଆମ ଧର୍ମରେ ଥିଲା ସେତେବେଳେ ବି ଜ୍ୱର ବାହାରୁଥିଲା ତାପରେ ସବୁ ସେଇଟା ବି ଭଲ ହେଲାନି ଆମ ଧର୍ମରେ ବି ତାପରେ ମୋ ବାପା କହୁଛନ୍ତି ନା ଏ ଧର୍ମରେ ତ ଭଲ ହେଲାନି ଲୋକ ଯାଉଛନ୍ତି ଏଇ ଧର୍ମର ଖ୍ରୀଷ୍ଟିଆନ ଧର୍ମର ଲୋକ ଯାଉଛନ୍ତି ଭଲ ହେଇଯିବ ଆମେ ବି ସେଇଠି ଯିବା ଯୀଶୁ ଧର୍ମର ଯିବା ହେନେ ପାଲେ ଟିକେ ରୁଖିଆ ପାଇବ ତାପରେ ସେଇଟା ଯୀଶୁ ଧର୍ମରେ ଯେତେବେଳେ ପଳେଇଲା ସେଠି ବି 3 ବର୍ଷ ହେଇଗଲା ତାପରେ ସେଠି ହେଇଗଲା ତାପରେ ଘଟିଲା ଆପଣଙ୍କ ସହିତ ସେଠି ଏ 3 ବର୍ଷ ଭିତରେ କ'ଣ ଘଟିଲା? ଆମ ଭିତରେ ଘଟିଗଲା ମୋ ବାପା ଜ୍ୱର ହେଉଛନ୍ତି ଆଉ ମୋ ପୁଅ ଗୋଟେ ଅଛି ସିଏ ବି ଜ୍ୱରରେ ଅଛି। ସ୍ୱାମୀ ଆଉ ଶାଶୁଙ୍କ ସହିତ କ'ଣ ହେଲା ଧର୍ମ ପରିବର୍ତ୍ତନ କଲା ପରେ? ନା ଆମେ ସେଇ ଧର୍ମରେ ପଳେଇଗଲା ତାପରେ 2-3 ମାସ ପରେ ମୋ ସ୍ୱାମୀ ମରିଗଲା ସିଏ ମରିଗଲା ତାପରେ ସିଏ ଶାଶୁ ବୁଢ଼ୀ ବି ମରିଗଲା ତାପରେ ଆମେ ସିଏ 2 ଜଣ ମରିଗଲା ହେନେ ବି ଆମେ ମନ ଭାଙ୍ଗୁ ନାହାନ୍ତି ତାପରେ ଆମେ ରହିଗଲା 3 ବର୍ଷ ପରେ ତାପରେ ମୋ ପୁଅ ବି ଜ୍ୱର ହେଉଛନ୍ତି ତାପରେ ମୋ ବାପା ବି ଜ୍ୱର ହେଉଛନ୍ତି ଆଉ ମୋ ବାପା କହିଲା ଏଇ ଧର୍ମରେ ଆସିଲେ ବି ଆଗରୁ କେମିତି ଥିଲା ଜ୍ୱର ଏଇ ଧର୍ମରେ ବି ଏମିତି ଜ୍ୱର ହେଉଛନ୍ତି ଆଉ ଏବେ ଏଠି ରହିବନି ଆଗରୁ କେ ଧର୍ମର ଥିଲା ସେ ଧର୍ମର ପଳେଇବ ଆମେ କହିଲା ହଁ ତାହେଲେ ଚାଲ ଯିବା ତମେ କେଠି କହିବ ମୁଁ ବି ସେଇଠି ଯିମି ମୁଁ ସେତିକି କହିଲି। ଗାଁ ଲୋକମାନେ ବର୍ତ୍ତମାନ ସହଯୋଗ କରୁଛନ୍ତି ସହଯୋଗର ହାତ ବଢ଼ାଉଛନ୍ତି ହଁ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବିକ୍ରମ ହାସଦା। କ'ଣ କହିବେ ଆପଣଙ୍କ ଗାଁରେ ଜଣେ ଲୋକ ଧର୍ମ ପରିବର୍ତ୍ତନ କରିଥିଲେ ପୁଣି ଆଉ ଥରେ ନିଜ ଧର୍ମକୁ ଫେରିଛନ୍ତି କ'ଣ କହିବେ? କ'ଣ କହିବା ଆଉ ସିଏ ବି ଫେରି ଆସିଛନ୍ତି ହେଲେ ଆମକୁ ବି ଖୁସି ସେ ତାଙ୍କର ବି ଖୁସି। କ'ଣ ପାଇଁ ସେ ଅଲଗା ଧର୍ମକୁ ଯାଇଥିଲେ? ସେ ବହୁତ ମାନେ କଷ୍ଟ ପାଉଥିଲେ ତ ଜ୍ୱର ନାର କିନ୍ତୁ ସେ ବି ପରିବର୍ତ୍ତନ ତାର ହେଇପାରିଲା ନାହିଁ ତେଣୁକରି ସେ ନିଜେ ବିଚାରକୁ ଆଣିକି ଆମକୁ ଡାକିକି ଆଉ ସେ ବୁଝାମଣା କରି କହିଲା ମୁଁ ଯେ ଧର୍ମରେ ଥିଲି ସେ ଧର୍ମକୁ ଭାଇ ଫେରି ଆସିବି ଆପଣମାନେ କ'ଣ କହୁଛନ୍ତି ତେଣୁ ଆମେ କହିଲେ ଯଦି ଫେରି ଆସିବ ହେଲେ ଆମ ଧର୍ମକୁ ତାହେଲେ ଆମେ ସହଯୋଗ କରିବୁ ଆଉ ଯାହା ବିଧିବିଧାନ ଲାଗିବ ସେ ବହନ କରିବ କହିଲା ତେଣୁକରି ଗତକାଲି ତାକୁ ଫେରି ଆଣୁଛନ୍ତି ସେ ଏବେ ବର୍ତ୍ତମାନ ଆଜି ଖୁସିରେ ଅଛନ୍ତି।
ସେ ଯାଇଥିଲେ ଖ୍ରୀଷ୍ଟିଆନ ଧର୍ମ ଆଜି ଆପଣଙ୍କୁ ପୁଣି ପୂର୍ବ ଧର୍ମ ହିନ୍ଦୁ ଧର୍ମକୁ ପଳେଇ ଆସିଛନ୍ତି, ପଳେଇ ଆସୁଛନ୍ତି। କେମିତି ଲାଗୁଛି ଆପଣଙ୍କୁ? ଆମକୁ ଖୁସି ଲାଗୁଛି। କ'ଣ ସେ କ'ଣ ଦୁଃଖ ସହଯୋଗ ଆପଣଙ୍କର ରହିବ ତାଙ୍କ ପ୍ରତି? ବର୍ତ୍ତମାନ ତାଙ୍କୁ ସବୁ ଆମେ ସହଯୋଗ କରିବୁ। ଯେଉଁଟା ଚାନ୍ଦା ଚପଟ ଯାହା ଦେବା କଥା ଆମେ ଦେବୁ। ଯେଉଁଟା ଯେତିକି ଆମେ ପାରି ପର୍ଯ୍ୟନ୍ତ ପାରିବୁ ତାକୁ ସହଯୋଗ କରିବୁ। बांग्ला को उड़िया को जाना आज कोई हम करेगा देखिए अगर बहा दी करते बाप परम दाड़े दी करते बाप परम दाड़े अगर ले ᱧᱚᱜ ᱢᱮ अगर हां कोड़े रिया कोड़े रिया फोटो रिया मत फोटो बस cobain nah le parang naik ke dalam pe ya dalam pe bertiku hotel sama hotel ya mana cobain nah le parang naik ke dalam pe ya dalam pe bertiku Bah, sini mau kutala kan dia. ମୋତେ ନା ଟିକେ କ'ଣ ପରିଚୟ ଦେଲେ? ମାଟ ବାନ୍ଧେ କ'ଣ ହେଇଥିଲା ମାନେ କ'ଣ ବର୍ତ୍ତମାନ ଧର୍ମ କେଉଁ ଧର୍ମରେ ଥିଲେ, ବର୍ତ୍ତମାନ କେଉଁ ଧର୍ମରେ ଅଛନ୍ତି? ଆମର ଯୀଶୁ ଧର୍ମର ଥିଲେ। ଆଉ ଏଇନା ଜ୍ୱର ଫର ହେଇକି ଆମେ ଏ ବାଟେ ପଳେଇ ଆସିଲେ। କ'ଣ ହେଇଥିଲା, କ'ଣ ପାଇଁ ଆପଣ ଧର୍ମ ପରିବର୍ତ୍ତନ କରିଥିଲେ? ଆଉ ସେଇଟା ତ ହିନ୍ଦୁର ଆମେ ଥିଲେ ବଜାଇ ଜ୍ୱର ହେଲେ ନହେଲେ ଆମେ ଯାଇଥିଲେ ଯୀଶୁ ଧର୍ମକୁ ଆମେ ଯାଇଥିଲେ। ସେଠି ବି ହେଲା ନାହିଁ ଆଉ ସେ ଭଲ ହେଲା ନାହିଁ ଆଉ ସେ ନାଗି ଆମେ ପଳେଇ ଆସିଲେ। କିଏ କହିଥିଲେ ଆପଣଙ୍କୁ ଏଇ ଧର୍ମ ପରିବର୍ତ୍ତନ କଲେ ଦେହ ଭଲ ହେଇଯିବ ବୋଲି? ଆଉ ସେଇଟା ଆମେ ଆପେ ଆପେ ଆମେ ଯାଇଥିଲେ ଆଉ ସେଠି ଲୋକମାନେ ଭଲ ହେଉଛନ୍ତି ଆଉ ସେ ନାଗି ଆମେ ଯାଇଥିଲେ। କ'ଣ ହେଲା ତାପରେ ଯେଉଁ ଧର୍ମ ପରିବର୍ତ୍ତନ କଲା ପରେ? ଆଉ ସେଟା ତ ବିଗିଡ଼ିଗଲା ଆଉ ସେ କରିନି ଆଉ କ'ଣ ବିଗିଡ଼ିଗଲା? ଆଉ ସେଟା ମରି ମୁରା ଗଲେ ଆଉ କିଏ ମରିଗଲେ? କିଏ ମରିଗଲେ ଆପଣଙ୍କର? ଆମର ସ୍ତ୍ରୀ ଆଉ କିଏ ମରିଗଲେ? ଆଉ ଆମର ପୁଅ। କେତେ ବର୍ଷ ରହିଲେ ସେ ଧର୍ମରେ? ଆମର 3 ବର୍ଷ। 3 ବର୍ଷ। ସେ ଧର୍ମ ପରିବର୍ତ୍ତନ କେବେ କଲେ? ପୁଣି ଥରେ ହିନ୍ଦୁ ଧର୍ମକୁ ଆସିଲେ? ଆମେ ହିନ୍ଦୁ ଧର୍ମକୁ ସେ କଥାବାର୍ତ୍ତା ହେଇକି ଆଗରୁ ଯେରକମ ଜ୍ୱର ହେଉଥିଲେ ଏବେ ବି ଜ୍ୱର ହେଉଛି ଆଉ ସେଇଟା ଆମେ କରିବାନି। ତାହେଲେ ସେଇଟା ଯୀଶୁ ଧର୍ମ ଆଉ କରିବାନି।
ପୁଣି ଥରେ ଆପଣ ହିନ୍ଦୁ ଧର୍ମକୁ ଫେରି ଆସିଲେ। ହଁ ହିନ୍ଦୁ ଧର୍ମକୁ ପଳେଇ ବର୍ତ୍ତମାନ ଆପଣଙ୍କର ଯେଉଁ ରହିଛନ୍ତି ଗ୍ରାମବାସୀ ଆପଣଙ୍କୁ ସହଯୋଗ କରୁଛନ୍ତି ନା ନାହିଁ? ନା ଆଜ୍ଞା ସହଯୋଗ କରୁଛନ୍ତି। କେମିତି ଲାଗୁଛି ଆପଣଙ୍କୁ ସହଯୋଗ? ଆମର ସହଯୋଗ ଭଲ ଲାଗୁଛି। ଠିକ୍ ଅଛି। ହଁ ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବାଲି ମାଟି ଏଇ ଯେଉଁ ଭାଟୁ ମାରାଣ୍ଡି ସେ କ'ଣ ହୁଅନ୍ତି ଆପଣଙ୍କର? ସିଏ ମୋ ଶ୍ୱଶୁର। ଶ୍ୱଶୁର ହୁଅନ୍ତି। କ'ଣ ହେଇଥିଲା ତାଙ୍କର ଧର୍ମ ସେ ପରିବର୍ତ୍ତନ କରିଥିଲେ, ଆପଣ ବି ସେ ଧର୍ମକୁ ପରିବର୍ତ୍ତନ କରି ଆପଣ ବି ଯାଇଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ପଳେଇ ଆସିଛନ୍ତି। କ'ଣ ହେଇଥିଲା ଘଟଣା ହେଇଥିଲା ଆଗରୁ ବି ଆମ ଧର୍ମରେ ଥିଲା, ସେତେବେଳେ ବି ଜ୍ୱର ବାହାରୁଥିଲା। ତାପରେ ସବୁ ସେଇଟା ବି ଭଲ ହେଲାନି ଆମ ଧର୍ମରେ ବି। ତାପରେ ମୋ ବାପା କହୁଛନ୍ତି ନା ଏ ଧର୍ମରେ ତ ଭଲ ହେଲାନି, ଲୋକ ଯାଉଛନ୍ତି ଏଇ ଧର୍ମର ଖ୍ରୀଷ୍ଟିଆନ ଧର୍ମର ଲୋକ ଯାଉଛନ୍ତି ଭଲ ହେଇଯିବ, ଆମେ ବି ସେଇଠି ଯିବା। ଯୀଶୁ ଧର୍ମର ଯିବା ହେନେ ପାଲେ ଟିକେ ରୁଖିଆ ପାଇବ। ତାପରେ ସେଇଟା ଯୀଶୁ ଧର୍ମରେ ଯେତେବେଳେ ପଳେଇଲା ସେଠି ବି 3 ବର୍ଷ ହେଇଗଲା। ତାପରେ ସେଠି ହେଇଗଲା। ତାପରେ ଘଟିଲା ଆପଣଙ୍କ ସହିତ ସେଠି ଏ 3 ବର୍ଷ ଭିତରେ କ'ଣ ଘଟିଲା? ଆମ ଭିତରେ ଘଟିଗଲା, ମୋ ବାପା ଜ୍ୱର ହେଉଛନ୍ତି, ଆଉ ମୋ ପୁଅ ଗୋଟେ ଅଛି, ସିଏ ବି ଜ୍ୱରରେ ଅଛି। ସ୍ୱାମୀ ଆଉ ଶାଶୁଙ୍କ ସହିତ କ'ଣ ହେଲା ଧର୍ମ ପରିବର୍ତ୍ତନ କଲା ପରେ? ନା ଆମେ ସେଇ ଧର୍ମରେ ପଳେଇଗଲା। ତାପରେ 2-3 ମାସ ପରେ ମୋ ସ୍ୱାମୀ ମରିଗଲା। ସିଏ ମରିଗଲା, ତାପରେ ସିଏ ଶାଶୁ ବୁଢ଼ୀ ବି ମରିଗଲା। ତାପରେ ଆମେ ସିଏ 2 ଜଣ ମରିଗଲା ହେନେ ବି ଆମେ ମନ ଭାଙ୍ଗୁ ନାହାନ୍ତି। ତାପରେ ଆମେ ରହିଗଲା 3 ବର୍ଷ। 3 ବର୍ଷ ପରେ ତାପରେ ମୋ ପୁଅ ବି ଜ୍ୱର ହେଉଛନ୍ତି, ତାପରେ ମୋ ବାପା ବି ଜ୍ୱର ହେଉଛନ୍ତି। ଆଉ ମୋ ବାପା କହିଲା ଏଇ ଧର୍ମରେ ଆସିଲେ ବି ଆଗରୁ କେମିତି ଥିଲା ଜ୍ୱର, ଏଇ ଧର୍ମରେ ବି ଏମିତି ଜ୍ୱର ହେଉଛନ୍ତି, ଆଉ ଏବେ ଏଠି ରହିବନି, ଆଗରୁ କେ ଧର୍ମର ଥିଲା ସେଇ ଧର୍ମରେ ପଳେଇବ। ଆମେ କହିଲା ହଁ ତାହେଲେ ଚାଲ ଯିବା, ତମେ କେଠି କହିବ ମୁଁ ବି ସେଇଠି ଯିମି। ମୁଁ ସେତିକି କହିଲି। ଗାଁ ଲୋକମାନେ ବର୍ତ୍ତମାନ ସହଯୋଗ କରୁଛନ୍ତି, ସହଯୋଗର ହାତ ବଢ଼ାଉଛନ୍ତି। ହଁ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବିକ୍ରମ ହାସଦା। କ'ଣ କହିବେ ଯେ ଆପଣଙ୍କ ଗାଁରେ ଜଣେ ଲୋକ ଧର୍ମ ପରିବର୍ତ୍ତନ କରିଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ଫେରିଛନ୍ତି, କ'ଣ କହିବେ? କ'ଣ କହିବା, ଆଉ ସିଏ ବି ଫେରି ଆସିଛନ୍ତି, ହେଲେ ଆମକୁ ବି ଖୁସି, ସେ ତାଙ୍କର ବି ଖୁସି। କ'ଣ ପାଇଁ ସେ ଅଲଗା ଧର୍ମକୁ ଯାଇଥିଲେ? ସେ ବହୁତ କଷ୍ଟ ପାଉଥିଲେ ତ ଜ୍ୱର ନାର, କିନ୍ତୁ ସେ ବି ପରିବର୍ତ୍ତନ ତାର ହେଇପାରିଲା ନାହିଁ। ତେଣୁକରି ସେ ନିଜେ ବିଚାରକୁ ଆଣିକି ଆମକୁ ଡାକିକି ଆଉ ସେ ବୁଝାମଣା କରି କହିଲା ମୁଁ ଯେ ଧର୍ମରେ ଥିଲି ସେ ଧର୍ମକୁ ଭାଇ ଫେରି ଆସିବି, ଆପଣମାନେ କ'ଣ କହୁଛନ୍ତି? ତେଣୁ ଆମେ କହିଲେ ଯଦି ଫେରି ଆସିବ ହେଲେ ଆମ ଧର୍ମକୁ, ତାହେଲେ ଆମେ ସହଯୋଗ କରିବୁ, ଆଉ ଯାହା ବିଧିବିଧାନ ଲାଗିବ ସେ ବହନ କରିବ କହିଲା। ତେଣୁକରି ଗତକାଲି ତାକୁ ଫେରି ଆଣୁଛନ୍ତି। ସେ ଏବେ ବର୍ତ୍ତମାନ ଆଜି ଖୁସିରେ ଅଛନ୍ତି। ସେ ଯାଇଥିଲେ ଖ୍ରୀଷ୍ଟିଆନ ଧର୍ମ। ଆଜି ଆପଣଙ୍କୁ ପୁଣି ପୂର୍ବ ଧର୍ମ ହିନ୍ଦୁ ଧର୍ମକୁ ପଳେଇ ଆସିଛନ୍ତି। କେମିତି ଲାଗୁଛି ଆପଣଙ୍କୁ? ଆମକୁ ଖୁସି ଲାଗୁଛି। ସେ ଦୁଃଖ ବର୍ତ୍ତମାନ ତାଙ୍କୁ ସବୁ ଆମେ ସହଯୋଗ କରିବୁ, ଯେଉଁଟା ଚାନ୍ଦା ଚପଟ ଯାହା ଦେବା କଥା ଆମେ ଦେବୁ, ଯେଉଁଟା ଯେତିକି ଆମେ ପାରି ପର୍ଯ୍ୟନ୍ତ ପାରିବୁ ତାକୁ ସହଯୋଗ କରିବୁ। बांग्ला को उड़िया को जाना
अगर बहाना ड्यू कर दो बाप परम दड़े अगर अगर दाल पे बटी को दाल पे बटी को बस ये मको डाला कर दिया ମୋତେ ନା ଟିକେ କ'ଣ ପରିଚୟ ଦେଲେ भाट बांधे କ'ଣ ହେଇଥିଲା ମାନେ କ'ଣ ବର୍ତ୍ତମାନ ଧର୍ମ କେଉଁ ଧର୍ମରେ ଥିଲେ ବର୍ତ୍ତମାନ କେଉଁ ଧର୍ମରେ ଅଛନ୍ତି आमर जीशु धर्म थे जर फर हो बाटे पलि आसले କ'ଣ ହେଇଥିଲା କ'ଣ ପାଇଁ ଆପଣ ଧର୍ମ ପରିବର୍ତ୍ତନ କରିଥିଲେ आटा तो हिंदू आम थे बजाई ज्वर हेले नहने आम जाइए जीशु धर्म को आम जाठी भी है नहीं से भल है नहीं से नागे आम पलि आसले କିଏ କହିଥିଲେ ଆପଣଙ୍କୁ ଏଇ ଧର୍ମ ପରିବର୍ତ୍ତନ କଲେ ଦେହ ଭଲ ହେଇଯିବ ବୋଲି ସେଟା ଆମେ ଆପେ ଆପେ ଆମେ ଯାଇଥିଲେ ଆଉ ସେଠି ଲୋକମାନେ ଭଲ ଲୋକମାନେ ଭଲ ହେଉଛନ୍ତି ଆଉ ସେ ନେଇକି ଆମେ ଯାଇଥିଲେ କ'ଣ ହେଲା ତାପରେ ଯେଉଁ ଧର୍ମ ପରିବର୍ତ୍ତନ କଲା ପରେ ସେଟା ତ ବିଗିଡ଼ି ଗଲା ଆଉ କିଏ କରିବି ଆଉ କ'ଣ ବିଗିଡ଼ିଗଲା କିଏ କିଏ ଆଉ ସେଟା ମରି ମୁରା ଗଲେ ଆଉ କିଏ ମରିଗଲେ କିଏ ମରିଗଲେ ଆପଣଙ୍କର ଆମର ସ୍ତ୍ରୀ ଆଉ କିଏ ମରିଗଲେ ଆଉ ଆମର ପୁଅ କେତେ ବର୍ଷ ରହିଲେ ସେ ଧର୍ମରେ ଆମର 3 ବର୍ଷ 3 ବର୍ଷ ସେ ଧର୍ମ ପରିବର୍ତ୍ତନ କେବେ କଲେ ପୁଣି ଥରେ ହିନ୍ଦୁ ଧର୍ମକୁ ଆସିଲେ ଆମେ ହିନ୍ଦୁ ଧର୍ମକୁ ସେ କଥାବାର୍ତ୍ତା ହେଇକି ଆଗରୁ ଯେରକମ ଜ୍ୱର ହେଉଥିଲେ ଏବେ ବି ଜ୍ୱର ହେଉଛି ଆଉ ସେଇଟା ଆମେ କରିବାନି ତାହେଲେ ସେଇଟା ଯୀଶୁ ଧର୍ମ ଆଉ କରିବାନି ପୁଣି ଥରେ ଆପଣ ହିନ୍ଦୁ ଧର୍ମକୁ ଫେରି ଆସିଲେ ହଁ ହିନ୍ଦୁ ଧର୍ମକୁ ବର୍ତ୍ତମାନ ଆପଣଙ୍କର ଯେଉଁ ରହିଛନ୍ତି ଗ୍ରାମବାସୀ ଆପଣଙ୍କୁ ସହଯୋଗ କରୁଛନ୍ତି ନା ନାହିଁ ନା ଆଜ୍ଞା ସହଯୋଗ କରୁଛନ୍ତି କେମିତି ଲାଗୁଛି ଆପଣଙ୍କୁ ସହଯୋଗ ନା ଆମର ସହଯୋଗ ଭଲ ଲାଗୁଛି ଠିକ୍ ଅଛି ହଁ ଟିକେ ଆପଣ ପରିଚୟ ଦିଅନ୍ତୁ କ'ଣ ନା ଆପଣଙ୍କର ବାଲି ମାଟି ଏଇ ଯେଉଁ ଭାଟୁ ମାରାଣ୍ଡି ସେ କ'ଣ ହୁଅନ୍ତି ଆପଣଙ୍କର ସିଏ ମୋ ଶ୍ୱଶୁର ଶ୍ୱଶୁର ହୁଅନ୍ତି କ'ଣ ହେଇଥିଲା ତାଙ୍କର ଧର୍ମ ସେ ପରିବର୍ତ୍ତନ କରିଥିଲେ ଆପଣ ବି ସେ ଧର୍ମକୁ ପରିବର୍ତ୍ତନ କରି ଆପଣ ବି ଯାଇଥିଲେ ପୁଣି ଆଉ ଥରେ ନିଜ ଧର୍ମକୁ ପଳେଇ ଆସିଛନ୍ତି କ'ଣ ହେଇଥିଲା ଘଟଣା ହେଇଥିଲା ଆଗରୁ ବି ଆମ ଧର୍ମରେ ଥିଲା ସେତେବେଳେ ବି ଜ୍ୱର ବାହାରୁଥିଲା ତାପରେ ସବୁ ସେଇଟା ବି ଭଲ ହେଲାନି ଆମ ଧର୍ମରେ ବି ତାପରେ ମୋ ବାପା କହୁଛନ୍ତି ନା ଏ ଧର୍ମରେ ତ ଭଲ ହେଲାନି ଲୋକ ଯାଉଛନ୍ତି ଏଇ ଧର୍ମର ଖ୍ରୀଷ୍ଟିଆନ ଧର୍ମର ଲୋକ ଯାଉଛନ୍ତି ଭଲ ହେଇଯିବ ଆମେ ବି ସେଇଠି ଯିବା ଯୀଶୁ ଧର୍ମର ଯିବା ହେନେ ପାଲେ ଟିକେ ରୁଖିଆ ପାଇବ ତାପରେ ସେଇଟା ଯୀଶୁ ଧର୍ମରେ ଯେତେବେଳେ ପଳେଇଲା ସେଠି ବି 3 ବର୍ଷ ହେଇଗଲା ତାପରେ ସେଠି ହେଇଗଲା ତାପରେ ଘଟିଲା ଆପଣଙ୍କ ସହିତ ସେଠି ଏ 3 ବର୍ଷ ଭିତରେ କ'ଣ ଘଟିଲା ଆମ ଭିତରେ ଘଟିଗଲା ମୋ ବାପା ଜ୍ୱର ହେଉଛନ୍ତି ଆଉ ମୋ ପୁଅ ଗୋଟେ ଅଛି ସିଏ ବି ଜ୍ୱରରେ ଅଛି ତ ସ୍ୱାମୀ ଆଉ ଶାଶୁଙ୍କ ସହିତ କ'ଣ ହେଲା ଧର୍ମ ପରିବର୍ତ୍ତନ କଲା ପରେ ନା ଆମେ ସେଇ ଧର୍ମରେ ପଳେଇଗଲା ତାପରେ 2-3 ମାସ ପରେ ମୋ ସ୍ୱାମୀ ମରିଗଲା ସିଏ ମରିଗଲା ତାପରେ ସିଏ ଶାଶୁ ବୁଢ଼ୀ ବି ମରିଗଲା
ତାପରେ ଆମେ ସିଏ 2 ଜଣ ମରିଗଲା ହେନେ ବି ଆମେ ମନ ଭାଙ୍ଗୁ ନାହାନ୍ତି। ତାପରେ ଆମେ ରହିଗଲା 3 ବର୍ଷ। 3 ବର୍ଷ ପରେ ତାପରେ ମୋ ପୁଅ ବି ଜ୍ୱର ହେଉଛନ୍ତି। ତାପରେ ମୋ ବାପା ବି ଜ୍ୱର ହେଉଛନ୍ତି। ଆଉ ମୋ ବାପା କହିଲା ଏଇ ଧର୍ମରେ ଆସିଲେ ବି ଆଗରୁ କେମିତି ଥିଲା ଜ୍ୱର, ଏଇ ଧର୍ମରେ ବି ଏମିତି ଜ୍ୱର ହେଉଛନ୍ତି। ଆଉ ଏବେ ଏଠି ରହିବନି, ଆଗରୁ କେ ଧର୍ମର ଥିଲା ସେଇ ଧର୍ମରେ ପଳେଇବ। ଆମେ କହିଲା ହଁ ତାହେଲେ ଚାଲ ଯିବା, ତମେ କେଠି କହିବ ମୁଁ ବି ସେଇଠି ଯିମି। ମୁଁ ସେତିକି କହିଲି। ଗାଁ ଲୋକମାନେ ବର୍ତ୍ତମାନ ସହଯୋଗ କରୁଛନ୍ତି, ସହଯୋଗର ହାତ ବଢ଼ାଉଛନ୍ତି, ହଁ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ଟିକେ ଆପଣ ପରିଚୟ ଦିଅନ୍ତୁ, କ'ଣ ନା ଆପଣଙ୍କର? ବିକ୍ରମ ହାସଦା। କ'ଣ କହିବେ ଯେ ଆପଣଙ୍କ ଗାଁରେ ଜଣେ ଲୋକ ଧର୍ମ ପରିବର୍ତ୍ତନ କରିଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ଫେରିଛନ୍ତି, କ'ଣ କହିବେ? କ'ଣ କହିବା ଆଉ, ସିଏ ବି ଫେରି ଆସିଛନ୍ତି, ହେଲେ ଆମକୁ ବି ଖୁସି, ସେ ତାଙ୍କର ବି ଖୁସି। କ'ଣ ପାଇଁ ସେ ଅଲଗା ଧର୍ମକୁ ଯାଇଥିଲେ? ସେ ବହୁତ ମାନେ କଷ୍ଟ ପାଉଥିଲେ ତ ଜ୍ୱର ନାର, କିନ୍ତୁ ସେ ବି ପରିବର୍ତ୍ତନ ତାର ହେଇପାରିଲା ନାହିଁ। ତେଣୁକରି ସେ ନିଜେ ବିଚାରକୁ ଆଣିକି ଆମକୁ ଡାକିକି ଆଉ ସେ ବୁଝାମଣା କରି କହିଲା ମୁଁ ଯେ ଧର୍ମରେ ଥିଲି ସେ ଧର୍ମକୁ ଭାଇ ଫେରି ଆସିବି, ଆପଣମାନେ କ'ଣ କହୁଛନ୍ତି? ତେଣୁ ଆମେ କହିଲେ ଯଦି ଫେରି ଆସିବ ହେଲେ ଆମ ଧର୍ମକୁ ତାହେଲେ ଆମେ ସହଯୋଗ କରିବୁ, ଆଉ ଯାହା ବିଧିବିଧାନ ଲାଗିବ ସେ ବହନ କରିବ କହିଲା। ତେଣୁକରି ଗତକାଲି ତାକୁ ଫେରି ଆଣୁଛନ୍ତି। ସେ ଏବେ ବର୍ତ୍ତମାନ ଆଜି ଖୁସିରେ ଅଛନ୍ତି। ସେ ଯାଇଥିଲେ ଖ୍ରୀଷ୍ଟିଆନ ଧର୍ମ। ଆଜି ଆପଣଙ୍କୁ ପୁଣି ପୂର୍ବ ଧର୍ମ ହିନ୍ଦୁ ଧର୍ମକୁ ପଳେଇ ଆସିଛନ୍ତି। କେମିତି ଲାଗୁଛି ଆପଣଙ୍କୁ? ଆମକୁ ଖୁସି ଲାଗୁଛି। ସେ ଦୁଃଖ ଆପଣଙ୍କର ରହିବ ବର୍ତ୍ତମାନ ତାଙ୍କୁ ସବୁ ଆମେ ସହଯୋଗ କରିବୁ, ଯେଉଁଟା ଚାନ୍ଦା ଚପଟ ଯାହା ଦେବା କଥା ଆମେ ଦେବୁ, ଯେଉଁଟା ଯେତିକି ଆମେ ପାରି ପର୍ଯ୍ୟନ୍ତ ପାରିବୁ ତାକୁ ସହଯୋଗ କରିବୁ। बांग्ला को उड़िया को जाना आज कोई हम कोई देखिए अगर बहा दी को तो बाप परम दाड़े दी को तो बाप परम दाड़े अगर ले ᱧᱚᱜ में अगर हां कोड़े बिया कोड़े भी होटल रिया दाल पे बटी को दाल पे बटी को बस सही में को ताला कर दिया ମଶା
ଆପଣଙ୍କର ନାଁ ଟିକେ କ'ଣ ପରିଚୟ ଦେଲେ? ଭାଟ ପାଣ୍ଡେ କ'ଣ ହେଇଥିଲା ମାନେ କ'ଣ ବର୍ତ୍ତମାନ ଧର୍ମ କେଉଁ ଧର୍ମରେ ଥିଲେ, ବର୍ତ୍ତମାନ କେଉଁ ଧର୍ମରେ ଅଛନ୍ତି? ଆମର ଯୀଶୁ ଧର୍ମର ଥିଲେ ଆଉ ଏଇଟା ଜ୍ୱର ଫର ହେଇକି ଆମେ ଏ ବାଟେ ପଳେଇ ଆସିଲେ। କ'ଣ ହେଇଥିଲା, କ'ଣ ପାଇଁ ଆପଣ ଧର୍ମ ପରିବର୍ତ୍ତନ କରିଥିଲେ? ଆଉ ସେଇଟା ତ ହିନ୍ଦୁରୁ ଆମେ ଥିଲେ ବଜାଇ ଜ୍ୱର ହେଲେ ନହେଲେ ଆମେ ଯାଇଥିଲେ ଯେ ସେ ଯୀଶୁ ଧର୍ମକୁ ଆମେ ଯାଇଥିଲେ, ସେଠି ବି ହେଲା ନାହିଁ ଆଉ ସେ ଭଲ ହେଲା ନାହିଁ ଆଉ ସେ ଲାଗି ଆମେ ପଳେଇ ଆସିଲେ। କିଏ କହିଥିଲେ ଆପଣଙ୍କୁ ଏଇ ଧର୍ମ ପରିବର୍ତ୍ତନ କଲେ ଦେହ ଭଲ ହେଇଯିବ ବୋଲି? ଆଉ ସେଟା ଆମେ ଆପେ ଆପେ ଆମେ ଯାଇଥିଲେ ଆଉ ସେଠି ଲୋକମାନେ ଲୋକମାନେ ଭଲ ହେଉଛନ୍ତି ଆଉ ସେ ଲାଗି ଆମେ ଯାଇଥିଲେ। କ'ଣ ହେଲା ତାପରେ ଯେଉଁ ଧର୍ମ ପରିବର୍ତ୍ତନ କଲା ପରେ? ଆଉ ସେଟା ତ ବିଗିଡ଼ିଗଲା ଆଉ ସେ କରିବି ଆଉ କ'ଣ ବିଗିଡ଼ିଗଲା? ଆଉ ସେଟା ମରି ମୁରା ଗଲେ ଆଉ କିଏ ମରିଗଲେ? କିଏ ମରିଗଲେ ଆପଣଙ୍କର? ଆମର ସ୍ତ୍ରୀ ଆଉ କିଏ ମରିଗଲେ? ଆଉ ଆମର ପୁଅ। କେତେ ବର୍ଷ ରହିଲେ ସେ ଧର୍ମରେ? ଆମର 3 ବର୍ଷ। 3 ବର୍ଷ। ହଁ। ସେ ଧର୍ମ ପରିବର୍ତ୍ତନ କେବେ କଲେ? ପୁଣି ଥରେ ହିନ୍ଦୁ ଧର୍ମକୁ ଆସିଲେ? ଆମେ ହିନ୍ଦୁ ଧର୍ମକୁ ସେ କଥାବାର୍ତ୍ତା ହେଇକି ଆଗରୁ ଯେରକମ ଜ୍ୱର ହେଉଥିଲେ ଏବେ ବି ଜ୍ୱର ହେଉଛି ଆଉ ସେଟା ଆମେ କରିବାନି, ତାହେଲେ ସେଟା ଯୀଶୁ ଧର୍ମ ଆଉ କରିବାନି। ପୁଣି ଥରେ ଆପଣ ହିନ୍ଦୁ ଧର୍ମକୁ ଫେରି ଆସିଲେ? ହଁ, ହିନ୍ଦୁ ଧର୍ମକୁ। ବର୍ତ୍ତମାନ ଆପଣଙ୍କର ଯେଉଁ ରହିଛନ୍ତି ଗ୍ରାମବାସୀ ଆପଣଙ୍କୁ ସହଯୋଗ କରୁଛନ୍ତି ନା ନାହିଁ? ନା ଆଜ୍ଞା, ସହଯୋଗ କରୁଛନ୍ତି। କେମିତି ଲାଗୁଛି ଆପଣଙ୍କୁ ସହଯୋଗ? ଆମର ସହଯୋଗ ଭଲ ଲାଗୁଛି। ଠିକ୍ ଅଛି। ହଁ, ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବାଲି ମାଟି। ଏଇ ଯେଉଁ ଭାଟୁ ମାରାଣ୍ଡି ସେ କ'ଣ ହୁଅନ୍ତି ଆପଣଙ୍କର? ସିଏ ମୋ ଶ୍ୱଶୁର। ଶ୍ୱଶୁର ହୁଅନ୍ତି। କ'ଣ ହେଇଥିଲା ତାଙ୍କର ଧର୍ମ ସେ ପରିବର୍ତ୍ତନ କରିଥିଲେ, ଆପଣ ବି ସେ ଧର୍ମକୁ ପରିବର୍ତ୍ତନ କରି ଆପଣ ବି ଯାଇଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ପଳେଇ ଆସିଛନ୍ତି। କ'ଣ ହେଇଥିଲା ଘଟଣା? ଘଟଣା ହେଇଥିଲା ଆଗରୁ ବି ଆମ ଧର୍ମରେ ଥିଲା, ସେତେବେଳେ ବି ଜ୍ୱର ବାହାରୁଥିଲା, ତାପରେ ସବୁ ସେଇଟା ବି ଭଲ ହେଲାନି ଆମ ଧର୍ମରେ ବି। ତାପରେ ମୋ ବାପା କହୁଛନ୍ତି ନା ଏ ଧର୍ମରେ ତ ଭଲ ହେଲାନି, ଲୋକ ଯାଉଛନ୍ତି ଏଇ ଧର୍ମର ଖ୍ରୀଷ୍ଟିଆନ ଧର୍ମର ଲୋକ ଯାଉଛନ୍ତି ଭଲ ହେଇଯିବ, ଆମେ ବି ସେଇଠି ଯିବା। ଯୀଶୁ ଧର୍ମର ଯିବା ହେନେ ପାଲେ ଟିକେ ରୁଖିଆ ପାଇବ। ତାପରେ ସେଇଟା ଯୀଶୁ ଧର୍ମରେ ଯେତେବେଳେ ପଳେଇଲା ସେଠି ବି 3 ବର୍ଷ ହେଇଗଲା। ତାପରେ ସେଠି ହେଇଗଲା। ତାପରେ ଘଟିଲା ଆପଣଙ୍କ ସହିତ ସେଠି ଏ 3 ବର୍ଷ ଭିତରେ କ'ଣ ଘଟିଲା? ଆମ ଭିତରେ ଘଟିଗଲା, ମୋ ବାପା ଜ୍ୱର ହେଉଛନ୍ତି ଆଉ ମୋ ପୁଅ ଗୋଟେ ଅଛି, ସିଏ ବି ଜ୍ୱରରେ ଅଛି। ସ୍ୱାମୀ ଆଉ ଶାଶୁଙ୍କ ସହିତ କ'ଣ ହେଲା ଧର୍ମ ପରିବର୍ତ୍ତନ କଲା ପରେ? ନା ଆମେ ସେଇ ଧର୍ମରେ ପଳେଇଗଲା। ତାପରେ 2-3 ମାସ ପରେ ମୋ ସ୍ୱାମୀ ମରିଗଲା। ସିଏ ମରିଗଲା, ତାପରେ ସିଏ ଶାଶୁ ବୁଢ଼ୀ ବି ମରିଗଲା। ତାପରେ ଆମେ ସିଏ 2 ଜଣ ମରିଗଲା ହେନେ ବି ଆମେ ମନ ଭାଙ୍ଗୁ ନାହାନ୍ତି। ତାପରେ ଆମେ ରହିଗଲା 3 ବର୍ଷ। 3 ବର୍ଷ ପରେ ତାପରେ ମୋ ପୁଅ ବି ଜ୍ୱର ହେଉଛନ୍ତି, ତାପରେ ମୋ ବାପା ବି ଜ୍ୱର ହେଉଛନ୍ତି। ଆଉ ମୋ ବାପା କହିଲା ଏଇ ଧର୍ମରେ ଆସିଲେ ବି ଆଗରୁ କେମିତି ଥିଲା ଜ୍ୱର, ଏଇ ଧର୍ମରେ ବି ଏମିତି ଜ୍ୱର ହେଉଛନ୍ତି, ଆଉ ଏବେ ଏଠି ରହିବନି, ଆଗରୁ କେ ଧର୍ମର ଥିଲା ସେ ଧର୍ମରେ ପଳେଇବ। ଆମେ କହିଲା ହଁ ତାହେଲେ ଚାଲ ଯିବା, ତମେ କେଠି କହିବ ମୁଁ ବି ସେଇଠି ଯିମି। ମୁଁ ସେତିକି କହିଲି। ଗାଁ ଲୋକମାନେ ବର୍ତ୍ତମାନ ସହଯୋଗ କରୁଛନ୍ତି, ସହଯୋଗର ହାତ ବଢ଼ାଉଛନ୍ତି। ହଁ, କେମିତି ଲାଗୁଛି? ଏବେ ଭଲ ଲାଗୁଛି। ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବିକ୍ରମ ହାସଦା। କ'ଣ କହିବେ ଯେ ଆପଣଙ୍କ ଗାଁରେ ଜଣେ ଲୋକ ଧର୍ମ ପରିବର୍ତ୍ତନ କରିଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ଫେରିଛନ୍ତି, କ'ଣ କହିବେ? କ'ଣ କହିବା ଆଉ ସିଏ ବି ଫେରି ଆସିଛନ୍ତି, ହେଲେ ଆମକୁ ବି ଖୁସି, ସେ ତାଙ୍କର ବି ଖୁସି। କ'ଣ ପାଇଁ ସେ ଅଲଗା ଧର୍ମକୁ ଯାଇଥିଲେ? ସେ ବହୁତ କଷ୍ଟ ପାଉଥିଲେ ତ ଜ୍ୱର ନାର, କିନ୍ତୁ ସେ ବି ପରିବର୍ତ୍ତନ ତାର ହେଇପାରିଲା ନାହିଁ। ତେଣୁକରି ସେ ନିଜେ ବିଚାରକୁ ଆଣିକି ଆମକୁ ଡାକିକି ଆଉ ସେ ବୁଝାମଣା କରି କହିଲା ମୁଁ ଯେ ଧର୍ମରେ ଥିଲି ସେ ଧର୍ମକୁ ଭାଇ ଫେରି ଆସିବି, ଆପଣମାନେ କ'ଣ କହୁଛନ୍ତି? ତେଣୁ ଆମେ କହିଲେ ଯଦି ଫେରି ଆସିବ ହେଲେ ଆମ ଧର୍ମକୁ, ତାହେଲେ ଆମେ ସହଯୋଗ କରିବୁ, ଆଉ ଯାହା ବିଧିବିଧାନ ଲାଗିବ ସେ ବହନ କରିବ କହିଲା। ତେଣୁକରି ଗତକାଲି ତାକୁ ଫେରି ଆଣୁଛନ୍ତି, ସେ ଏବେ ବର୍ତ୍ତମାନ ଆଜି ଖୁସିରେ ଅଛନ୍ତି।
ସେ ଯାଇଥିଲେ ଖ୍ରୀଷ୍ଟିଆନ ଧର୍ମ ଆଜି ଆପଣଙ୍କୁ ପୁଣି ପୂର୍ବ ଧର୍ମ ହିନ୍ଦୁ ଧର୍ମକୁ ପଳେଇ ଆସିଛନ୍ତି, ପଳେଇ ଆସିଛନ୍ତି। କେମିତି ଲାଗୁଛି ଆପଣଙ୍କୁ? ଆମକୁ ଖୁସି ଲାଗୁଛି। କ'ଣ ସେ କ'ଣ ଦୁଃଖ ସହଯୋଗ ଆପଣଙ୍କର ରହିବ ତାଙ୍କ ପ୍ରତି? ବର୍ତ୍ତମାନ ତାଙ୍କୁ ସବୁ ଆମେ ସହଯୋଗ କରିବୁ। ଯେଉଁଟା ଚାନ୍ଦା ଚପଟ ଯାହା ଦେବା କଥା ଆମେ ଦେବୁ। ଯେଉଁଟା ଯେତିକି ଆମେ ପାରି ପର୍ଯ୍ୟନ୍ତ ପାରିବୁ ତାକୁ ସହଯୋଗ କରିବୁ। बांग्ला को इंडिया को जाना देखिए अगर बहा दी कर दो बाप परम दाड़े dulu kata lampur enggak tanya अगर lenyok meh अगर हाँ bas coba nak परम main ke dal pe ya dal pe berarti ku hotor sama hotor ya coba nak main ke dal pe ya dal pe berarti ku बस सेड़ी में कुछ अलग कर दिया ମୋତେ ନା ଟିକେ କ'ଣ ପରିଚୟ ଦେଲେ? ମାଟ ବାନ୍ଧି କ'ଣ ହେଇଥିଲା ମାନେ କ'ଣ ବର୍ତ୍ତମାନ ଧର୍ମ କେଉଁ ଧର୍ମରେ ଥିଲେ, ବର୍ତ୍ତମାନ କେଉଁ ଧର୍ମରେ ଅଛନ୍ତି? ଆମର ଯୀଶୁ ଧର୍ମର ଥିଲେ। ଆଉ ଏଇନା ଜ୍ୱର ଫର ହେଇକି ଆମେ ଏ ବାଟେ ପଳେଇ ଆସିଲେ। କ'ଣ ହେଇଥିଲା, କ'ଣ ପାଇଁ ଆପଣ ଧର୍ମ ପରିବର୍ତ୍ତନ କରିଥିଲେ? ଆଉ ସେଇଟା ତ ହିନ୍ଦୁର ଆମେ ଥିଲେ ବଜାଇ ଜ୍ୱର ହେଲେ ନହେଲେ ଆମେ ଯାଇଥିଲେ ଯୀଶୁ ଧର୍ମକୁ ଆମେ ଯାଇଥିଲେ। ସେଠି ବି ହେଲା ନାହିଁ ଆଉ ସେ ଭଲ ହେଲା ନାହିଁ ଆଉ ସେ ନାଗି ଆମେ ପଳେଇ ଆସିଲେ। କିଏ କହିଥିଲେ ଆପଣଙ୍କୁ ଏଇ ଧର୍ମ ପରିବର୍ତ୍ତନ କଲେ ଦେହ ଭଲ ହେଇଯିବ ବୋଲି? ଆଉ ସେଇଟା ଆମେ ଆପେ ଆପେ ଆମେ ଯାଇଥିଲେ ଆଉ ସେଠି ଲୋକମାନେ ଭଲ ହେଉଛନ୍ତି ଆଉ ସେ ନାଗି ଆମେ ଯାଇଥିଲେ। କ'ଣ ହେଲା ତାପରେ ଯେଉଁ ଧର୍ମ ପରିବର୍ତ୍ତନ କଲା ପରେ? ଆଉ ସେଟା ତ ବିଗିଡ଼ିଗଲା ଆଉ ସେ କରିନି ଆଉ କ'ଣ ବିଗିଡ଼ିଗଲା? ଆଉ ସେଟା ମରି ମୁରା ଗଲେ ଆଉ କିଏ ମରିଗଲେ? କିଏ ମରିଗଲେ ଆପଣଙ୍କର? ଆମର ସ୍ତ୍ରୀ ଆଉ କିଏ ମରିଗଲେ? ଆଉ ଆମର ପୁଅ। କେତେ ବର୍ଷ ରହିଲେ ସେ ଧର୍ମରେ? ଆମର 3 ବର୍ଷ। 3 ବର୍ଷ। ହଁ। ସେ ଧର୍ମ ପରିବର୍ତ୍ତନ କେବେ କଲେ? ପୁଣି ଥରେ ହିନ୍ଦୁ ଧର୍ମକୁ ଆସିଲେ? ଆମେ ହିନ୍ଦୁ ଧର୍ମକୁ ସେ କଥାବାର୍ତ୍ତା ହେଇକି ଆଗରୁ ଯେରକମ ଜ୍ୱର ହେଉଥିଲେ ଏବେ ବି ଜ୍ୱର ହେଉଛି ଆଉ ସେଇଟା ଆମେ କରିବାନି। ତାହେଲେ ସେଇଟା ଯୀଶୁ ଧର୍ମ ଆଉ କରିବାନି।
ପୁଣି ଥରେ ଆପଣ ହିନ୍ଦୁ ଧର୍ମକୁ ଫେରି ଆସିଲେ। ହଁ ହିନ୍ଦୁ ଧର୍ମକୁ ପଳେଇ ବର୍ତ୍ତମାନ ଆପଣଙ୍କର ଯେଉଁ ରହିଛନ୍ତି ଗ୍ରାମବାସୀ ଆପଣଙ୍କୁ ସହଯୋଗ କରୁଛନ୍ତି ନା ନାହିଁ? ନା ଆଜ୍ଞା ସହଯୋଗ କରୁଛନ୍ତି କେମିତି ଲାଗୁଛି ଆପଣଙ୍କୁ ସହଯୋଗ? ଆମର ସହଯୋଗ ଭଲ ଲାଗୁଛି। ଠିକ୍ ଅଛି। ହଁ ଟିକେ ଆପଣ ପରିଚୟ ଦିଅନ୍ତୁ, କ'ଣ ନା ଆପଣଙ୍କର? ବାଲି ମାଟି ଏଇ ଯେଉଁ ଭାଟୁ ମାରାଣ୍ଡି ସେ କ'ଣ ହୁଅନ୍ତି ଆପଣଙ୍କର? ସିଏ ମୋ ଶ୍ୱଶୁର। ଶ୍ୱଶୁର ହୁଅନ୍ତି। କ'ଣ ହେଇଥିଲା ତାଙ୍କର ଧର୍ମ ସେ ପରିବର୍ତ୍ତନ କରିଥିଲେ, ଆପଣ ବି ସେ ଧର୍ମକୁ ପରିବର୍ତ୍ତନ କରି ଆପଣ ବି ଯାଇଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ପଳେଇ ଆସିଛନ୍ତି, କ'ଣ ହେଇଥିଲା ଘଟଣା? ଘଟଣା ହେଇଥିଲା ଆଗରୁ ବି ଆମ ଧର୍ମରେ ଥିଲା, ସେତେବେଳେ ବି ଜ୍ୱର ବାହାରୁଥିଲା। ତାପରେ ସବୁ ସେଇଟା ବି ଭଲ ହେଲାନି ଆମ ଧର୍ମରେ ବି। ତାପରେ ମୋ ବାପା କହୁଛନ୍ତି ନା ଏ ଧର୍ମରେ ତ ଭଲ ହେଲାନି, ଲୋକ ଯାଉଛନ୍ତି ଏଇ ଧର୍ମର ଖ୍ରୀଷ୍ଟିଆନ ଧର୍ମର ଲୋକ ଯାଉଛନ୍ତି ଭଲ ହେଇଯିବ, ଆମେ ବି ସେଇଠି ଯିବା। ଯୀଶୁ ଧର୍ମର ଯିବା ହେନେ ପାଲେ ଟିକେ ରୁଖିଆ ପାଇବ। ତାପରେ ସେଇଟା ଯୀଶୁ ଧର୍ମରେ ଯେତେବେଳେ ପଳେଇଲା ସେଠି ବି 3 ବର୍ଷ ହେଇଗଲା। ତାପରେ ସେଠି ହେଇଗଲା। ତାପରେ ଘଟିଲା ଆପଣଙ୍କ ସହିତ ସେଠି ଏ 3 ବର୍ଷ ଭିତରେ କ'ଣ ଘଟିଲା? ଆମ ଭିତରେ ଘଟିଗଲା, ମୋ ବାପା ଜ୍ୱର ହେଉଛନ୍ତି, ଆଉ ମୋ ପୁଅ ଗୋଟେ ଅଛି, ସିଏ ବି ଜ୍ୱରରେ ଅଛି। ସ୍ୱାମୀ ଆଉ ଶାଶୁଙ୍କ ସହିତ କ'ଣ ହେଲା ଧର୍ମ ପରିବର୍ତ୍ତନ କଲା ପରେ? ନା ଆମେ ସେଇ ଧର୍ମରେ ପଳେଇଗଲା। ତାପରେ 2-3 ମାସ ପରେ ମୋ ସ୍ୱାମୀ ମରିଗଲା। ସିଏ ମରିଗଲା, ତାପରେ ସିଏ ଶାଶୁ ବୁଢ଼ୀ ବି ମରିଗଲା। ତାପରେ ଆମେ ସିଏ 2 ଜଣ ମରିଗଲା ହେନେ ବି ଆମେ ମନ ଭାଙ୍ଗୁ ନାହାନ୍ତି। ତାପରେ ଆମେ ରହିଗଲା 3 ବର୍ଷ। 3 ବର୍ଷ ପରେ ତାପରେ ମୋ ପୁଅ ବି ଜ୍ୱର ହେଉଛନ୍ତି, ତାପରେ ମୋ ବାପା ବି ଜ୍ୱର ହେଉଛନ୍ତି। ଆଉ ମୋ ବାପା କହିଲା ଏଇ ଧର୍ମରେ ଆସିଲେ ବି ଆଗରୁ କେମିତି ଥିଲା ଜ୍ୱର, ଏଇ ଧର୍ମରେ ବି ଏମିତି ଜ୍ୱର ହେଉଛନ୍ତି, ଆଉ ଏବେ ଏଠି ରହିବନି, ଆଗରୁ କେ ଧର୍ମର ଥିଲା ସେଇ ଧର୍ମରେ ପଳେଇବ। ଆମେ କହିଲା ହଁ ତାହେଲେ ଚାଲ ଯିବା, ତମେ କେଠି କହିବ ମୁଁ ବି ସେଇଠି ଯିମି। ମୁଁ ସେତିକି କହିଲି। ଗାଁ ଲୋକମାନେ ବର୍ତ୍ତମାନ ସହଯୋଗ କରୁଛନ୍ତି, ସହଯୋଗର ହାତ ବଢ଼ାଉଛନ୍ତି, ହଁ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ଟିକେ ଆପଣ ପରିଚୟ ଦିଅନ୍ତୁ, କ'ଣ ନା ଆପଣଙ୍କର? ବିକ୍ରମ ହାସଦା। କ'ଣ କହିବେ ଯେ ଆପଣଙ୍କ ଗାଁରେ ଜଣେ ଲୋକ ଧର୍ମ ପରିବର୍ତ୍ତନ କରିଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ଫେରିଛନ୍ତି, କ'ଣ କହିବେ? କ'ଣ କହିବା, ଆଉ ସିଏ ବି ଫେରି ଆସିଛନ୍ତି, ହେଲେ ଆମକୁ ବି ଖୁସି, ସେ ତାଙ୍କର ବି ଖୁସି। କ'ଣ ପାଇଁ ସେ ଅଲଗା ଧର୍ମକୁ ଯାଇଥିଲେ? ସେ ବହୁତ କଷ୍ଟ ପାଉଥିଲେ ତ ଜ୍ୱର ନାର, କିନ୍ତୁ ସେ ବି ପରିବର୍ତ୍ତନ ତାର ହେଇପାରିଲା ନାହିଁ। ତେଣୁକରି ସେ ନିଜେ ବିଚାରକୁ ଆଣିକି ଆମକୁ ଡାକିକି ଆଉ ସେ ବୁଝାମଣା କରି କହିଲା ମୁଁ ଯେ ଧର୍ମରେ ଥିଲି ସେ ଧର୍ମକୁ ଭାଇ ଫେରି ଆସିବି, ଆପଣମାନେ କ'ଣ କହୁଛନ୍ତି? ତେଣୁ ଆମେ କହିଲେ ଯଦି ଫେରି ଆସିବ ହେଲେ ଆମ ଧର୍ମକୁ, ତାହେଲେ ଆମେ ସହଯୋଗ କରିବୁ, ଆଉ ଯାହା ବିଧିବିଧାନ ଲାଗିବ ସେ ବହନ କରିବ କହିଲା। ତେଣୁକରି ଗତକାଲି ତାକୁ ଫେରି ଆଣୁଛନ୍ତି। ସେ ଏବେ ବର୍ତ୍ତମାନ ଆଜି ଖୁସିରେ ଅଛନ୍ତି। ସେ ଯାଇଥିଲେ ଖ୍ରୀଷ୍ଟିଆନ ଧର୍ମ। ଆଜି ଆପଣଙ୍କୁ ପୁଣି ପୂର୍ବ ଧର୍ମ ହିନ୍ଦୁ ଧର୍ମକୁ ପଳେଇ ଆସିଛନ୍ତି। କେମିତି ଲାଗୁଛି ଆପଣଙ୍କୁ? ଆମକୁ ଖୁସି ଲାଗୁଛି। ସେ ଦୁଃଖ ବର୍ତ୍ତମାନ ତାଙ୍କୁ ସବୁ ଆମେ ସହଯୋଗ କରିବୁ, ଯେଉଁଟା ଚାନ୍ଦା ଚପଟ ଯାହା ଦେବା କଥା ଆମେ ଦେବୁ, ଯେଉଁଟା ଯେତିକି ଆମେ ପାରି ପର୍ଯ୍ୟନ୍ତ ପାରିବୁ ତାକୁ ସହଯୋଗ କରିବୁ। बांग्ला को उड़िया को जाना Kun cabut ni, nak macam mana? Ini.
Agar bahan Diuk kata bang parang dada. Dulu kata bang perunda, Agar lenyok meh. agar Mas boleh ya? Boleh ni. Coba na. Parang Main ke dal pe. Ya, dal pe betik ko. Hotor ya. Coba na. parang Main ke dal pe. Ya, dal pe betik ko. Bas, saya mau kudala kan dia. ମୋତେ ନା ଟିକେ କ'ଣ ପରିଚୟ ଦେଲେ ମାଷ୍ଟର ବାନ୍ଧି କ'ଣ ହେଇଥିଲା ମାନେ କ'ଣ ବର୍ତ୍ତମାନ ଧର୍ମ କେଉଁ ଧର୍ମରେ ଥିଲେ ବର୍ତ୍ତମାନ କେଉଁ ଧର୍ମରେ ଅଛନ୍ତି? ଆମର ଯୀଶୁ ଧର୍ମର ଥିଲେ ଆଉ ଏଇନା ଜ୍ୱର ଫର ହେଇକି ଆମେ ଏ ବାଟେ ପଳେଇ ଆସିଲେ କ'ଣ ହେଇଥିଲା କ'ଣ ପାଇଁ ଆପଣ ଧର୍ମ ପରିବର୍ତ୍ତନ କରିଥିଲେ? ଆଉ ସେଇଟା ତ ହିନ୍ଦୁରୁ ଆମେ ଥିଲେ ବଜାଇ ଜ୍ୱର ହେଲେ ନହେଲେ ଆମେ ଯାଇଥିଲେ ଯୀଶୁ ଧର୍ମକୁ ଆମେ ଯାଇଥିଲେ ସେଠି ବି ହେଲାନି ଆଉ ସେ ଭଲ ହେଲାନି ଆଉ ସେ ନେଇକି ଆମେ ପଳେଇ ଆସିଲେ କିଏ କହିଥିଲେ ଆପଣଙ୍କୁ ଏଇ ଧର୍ମ ପରିବର୍ତ୍ତନ କଲେ ଦେହ ଭଲ ହେଇଯିବ ବୋଲି? ଆଉ ସେଇଟା ଆମେ ଆପେ ଆପେ ଆମେ ଯାଇଥିଲେ ଆଉ ସେଠି ଲୋକମାନେ ଲୋକମାନେ ଭଲ ହେଉଛନ୍ତି ଆଉ ସେ ନେଇକି ଆମେ ଯାଇଥିଲେ କ'ଣ ହେଲା ତାପରେ ଯେଉଁ ଧର୍ମ ପରିବର୍ତ୍ତନ କଲା ପରେ? ଆଉ ସେଟା ତ ବିଗିଡ଼ି ଗଲା ଆଉ କିଏ କରିବି ଆଉ କ'ଣ ବିଗିଡ଼ିଗଲା? ଆଉ ସେଇଟା ମରି ମୁରା ଗଲେ ଆଉ କିଏ ମରିଗଲେ? କିଏ ମରିଗଲେ ଆପଣଙ୍କର? ଆମର ସ୍ତ୍ରୀ ଆଉ କିଏ ମରିଗଲେ? ଆଉ ଆମର ପୁଅ କେତେ ବର୍ଷ ରହିଲେ ସେ ଧର୍ମରେ? ଆମର 3 ବର୍ଷ 3 ବର୍ଷ। ହଁ। ସେ ଧର୍ମ ପରିବର୍ତ୍ତନ କେବେ କଲେ? ପୁଣି ଥରେ ହିନ୍ଦୁ ଧର୍ମକୁ ଆସିଲେ? ଆମେ ହିନ୍ଦୁ ଧର୍ମକୁ ସେ କଥାବାର୍ତ୍ତା ହେଇକି ଆଗରୁ ଯେରକମ ଜ୍ୱର ହେଉଥିଲେ ଏବେ ବି ଜ୍ୱର ହେଉଛି ଆଉ ସେଇଟା ଆମେ କରିବାନି ତାହେଲେ ସେଇଟା ଯୀଶୁ ଧର୍ମ ଆଉ କରିବାନି ପୁଣି ଥରେ ଆପଣ ହିନ୍ଦୁ ଧର୍ମକୁ ଫେରି ଆସିଲେ? ହଁ ହିନ୍ଦୁ ଧର୍ମକୁ ବର୍ତ୍ତମାନ ଆପଣଙ୍କର ଯେଉଁ ରହିଛନ୍ତି ଗ୍ରାମବାସୀ ଆପଣଙ୍କୁ ସହଯୋଗ କରୁଛନ୍ତି ନା ନାହିଁ? ନା ଆଜ୍ଞା ସହଯୋଗ କରୁଛନ୍ତି କେମିତି ଲାଗୁଛି ଆପଣଙ୍କୁ ସହଯୋଗ? ନା ଆମର ସହଯୋଗ ଭଲ ଲାଗୁଛି ଠିକ୍ ଅଛି। ହଁ ଟିକେ ଆପଣ ପରିଚୟ ଦିଅନ୍ତୁ କ'ଣ ନା ଆପଣଙ୍କର? ବାଲି ମାଟି ଏଇ ଯେଉଁ ଭାଟୁ ମାରାଣ୍ଡି ସେ କ'ଣ ହୁଅନ୍ତି ଆପଣଙ୍କର? ସିଏ ମୋ ଶ୍ୱଶୁର ଶ୍ୱଶୁର ହୁଅନ୍ତି। କ'ଣ ହେଇଥିଲା ତାଙ୍କର ଧର୍ମ ସେ ପରିବର୍ତ୍ତନ କରିଥିଲେ ଆପଣ ବି ସେ ଧର୍ମକୁ ପରିବର୍ତ୍ତନ କରି ଆପଣ ବି ଯାଇଥିଲେ ପୁଣି ଆଉ ଥରେ ନିଜ ଧର୍ମକୁ ପଳେଇ ଆସିଛନ୍ତି କ'ଣ ହେଇଥିଲା ଘଟଣା ହେଇଥିଲା ଆଗରୁ ବି ଆମ ଧର୍ମରେ ଥିଲା ସେତେବେଳେ ବି ଜ୍ୱର ବାହାରୁଥିଲା ତାପରେ ସବୁ ସେଇଟା ବି ଭଲ ହେଲାନି ଆମ ଧର୍ମରେ ବି ତାପରେ ମୋ ବାପା କହୁଛନ୍ତି ନା ଏ ଧର୍ମରେ ତ ଭଲ ହେଲାନି ଲୋକ ଯାଉଛନ୍ତି ଏଇ ଧର୍ମର ଖ୍ରୀଷ୍ଟିଆନ ଧର୍ମର ଲୋକ ଯାଉଛନ୍ତି ଭଲ ହେଇଯିବ ଆମେ ବି ସେଇଠି ଯିବା ଯୀଶୁ ଧର୍ମର ଯିବା ହେନେ ପାଲେ ଟିକେ ରୁଖିଆ ପାଇବ ତାପରେ ସେଇଟା ଯୀଶୁ ଧର୍ମରେ ଯେତେବେଳେ ପଳେଇଲା ସେଠି ବି 3 ବର୍ଷ ହେଇଗଲା ତାପରେ ସେଠି ହେଇଗଲା ତାପରେ ଘଟିଲା ଆପଣଙ୍କ ସହିତ ସେଠି ଏ 3 ବର୍ଷ ଭିତରେ କ'ଣ ଘଟିଲା? ଆମ ଭିତରେ ଘଟିଗଲା ମୋ ବାପା ଜ୍ୱର ହେଉଛନ୍ତି ଆଉ ମୋ ପୁଅ ଗୋଟେ ଅଛି ସିଏ ବି ଜ୍ୱରରେ ଅଛି। ତ ସ୍ୱାମୀ ଆଉ ଶାଶୁଙ୍କ ସହିତ କ'ଣ ହେଲା ଧର୍ମ ପରିବର୍ତ୍ତନ କଲା ପରେ? ନା ଆମେ ସେଇ ଧର୍ମରେ ପଳେଇଗଲା ତାପରେ 2-3 ମାସ ପରେ ମୋ ସ୍ୱାମୀ ମରିଗଲା ସିଏ ମରିଗଲା ତାପରେ ସିଏ ଶାଶୁ ବୁଢ଼ୀ ବି ମରିଗଲା ତାପରେ ଆମେ ସିଏ 2 ଜଣ ମରିଗଲା ହେନେ ବି ଆମେ ମନ ଭାଙ୍ଗୁ ନାହାନ୍ତି ତାପରେ ଆମେ ରହିଗଲା 3 ବର୍ଷ ପରେ ତାପରେ ମୋ ପୁଅ ବି ଜ୍ୱର ହେଉଛନ୍ତି ତାପରେ ମୋ ବାପା ବି ଜ୍ୱର ହେଉଛନ୍ତି ଆଉ ମୋ ବାପା କହିଲା ଏଇ ଧର୍ମରେ ଆସିଲେ ବି ଆଗରୁ କେମିତି ଥିଲା ଜ୍ୱର
ଏ ଧର୍ମରେ ବି ଏମିତି ଜ୍ୱର ହେଉଛନ୍ତି। ଆଉ ଏବେ ଏଠି ରହିବନି, ଆଗର କେ ଧର୍ମର ଥିଲା ସେ ଧର୍ମର ପଳେଇବ। ଆମେ କହିଲା ହଁ ତାହେଲେ ଚାଲ ଯିବା, ତମେ କେଠି କହିବ ମୁଁ ବି ସେଇଠି ଯିମି। ମୁଁ ସେତିକି କହିଲି। ଗାଁ ଲୋକମାନେ ବର୍ତ୍ତମାନ ସହଯୋଗ କରୁଛନ୍ତି, ସହଯୋଗର ହାତ ବଢ଼ାଉଛନ୍ତି, ହଁ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ଟିକେ ଆପଣ ପରିଚୟ ଦିଅନ୍ତୁ, କ'ଣ ନା ଆପଣଙ୍କର? ବିକ୍ରମ ହାସଦା। କ'ଣ କହିବେ ଯେ ଆପଣଙ୍କ ଗାଁରେ ଜଣେ ଲୋକ ଧର୍ମ ପରିବର୍ତ୍ତନ କରିଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ଫେରିଛନ୍ତି, କ'ଣ କହିବେ? କ'ଣ କହିବା ଆଉ, ସିଏ ବି ଫେରି ଆସିଛନ୍ତି, ହେଲେ ଆମକୁ ବି ଖୁସି, ସେ ତାଙ୍କର ବି ଖୁସି। କ'ଣ ପାଇଁ ସେ ଅଲଗା ଧର୍ମକୁ ଯାଇଥିଲେ? ସେ ବହୁତ ମାନେ କଷ୍ଟ ପାଉଥିଲେ ତ ଜ୍ୱର ନାର, କିନ୍ତୁ ସେ ବି ପରିବର୍ତ୍ତନ ତାର ହେଇପାରିଲା ନାହିଁ। ତେଣୁକରି ସେ ନିଜେ ବିଚାରକୁ ଆଣିକି ଆମକୁ ଡାକିକି ଆଉ ସେ ବୁଝାମଣା କରି କହିଲା ମୁଁ ଯେ ଧର୍ମରେ ଥିଲି ସେ ଧର୍ମକୁ ଭାଇ ଫେରି ଆସିବି, ଆପଣମାନେ କ'ଣ କହୁଛନ୍ତି? ତେଣୁ ଆମେ କହିଲେ ଯଦି ଫେରି ଆସିବ ହେଲେ ଆମ ଧର୍ମକୁ ତାହେଲେ ଆମେ ସହଯୋଗ କରିବୁ, ଆଉ ଯାହା ବିଧିବିଧାନ ଲାଗିବ ସେ ବହନ କରିବ କହିଲା। ତେଣୁକରି ଗତକାଲି ତାକୁ ଫେରି ଆଣୁଛନ୍ତି। ସେ ଏବେ ବର୍ତ୍ତମାନ ଆଜି ଖୁସିରେ ଅଛନ୍ତି। ସେ ଯାଇଥିଲେ ଖ୍ରୀଷ୍ଟିଆନ ଧର୍ମ। ଆଜି ଆପଣଙ୍କୁ ପୁଣି ପୂର୍ବ ଧର୍ମ ହିନ୍ଦୁ ଧର୍ମକୁ ପଳେଇ ଆସିଛନ୍ତି। କେମିତି ଲାଗୁଛି ଆପଣଙ୍କୁ? ଆମକୁ ଖୁସି ଲାଗୁଛି। ସେ ଦୁଃଖ ବର୍ତ୍ତମାନ ତାଙ୍କୁ ସବୁ ଆମେ ସହଯୋଗ କରିବୁ, ଯେଉଁଟା ଚାନ୍ଦା ଚପଟ ଯାହା ଦେବା କଥା ଆମେ ଦେବୁ, ଯେଉଁଟା ଯେତିକି ଆମେ ପାରି ପର୍ଯ୍ୟନ୍ତ ପାରିବୁ ତାକୁ ସହଯୋଗ କରିବୁ। बांग्ला को उड़िया को जाना आज कोई हम करेगा देखिए अगर बहा दी कर दो बाप परम दाड़े दू कते बाम परम दा ताले अगर ले ᱧᱚᱜ ᱢᱮ अगर परम हां कोड़े बिया बोल दे होटल बिया बस चबाय ना ले परम मैं के दाल पे या दाल पे बटी को होटल बिया चबाय ना मैं के दाल पे या दाल पे बटी को बस सही में को डाला कर दिया ମୋତେ ନା ଟିକେ କ'ଣ ପରିଚୟ ଦେଲେ? ମାଟି ବାନ୍ଧି କ'ଣ ହେଇଥିଲା ମାନେ କ'ଣ ବର୍ତ୍ତମାନ ଧର୍ମ କେଉଁ ଧର୍ମରେ ଥିଲେ, ବର୍ତ୍ତମାନ କେଉଁ ଧର୍ମରେ ଅଛନ୍ତି? ଆମର ଯୀଶୁ ଧର୍ମର ଥିଲେ, ଆଉ ଏଇନା ଜ୍ୱର ଫର ହେଇକି ଆମେ ଏ ବାଟେ ପଳେଇ ଆସିଲେ। କ'ଣ ହେଇଥିଲା, କ'ଣ ପାଇଁ ଆପଣ ଧର୍ମ ପରିବର୍ତ୍ତନ କରିଥିଲେ? ଆଉ ସେଇଟା ତ
ହିନ୍ଦୁରୁ ଆମେ ଥିଲେ ବଜାଇ ଜ୍ୱର ହେଲେ ନହେଲେ ଆମେ ଯାଇଥିଲେ ଯେ ସେ ଯୀଶୁ ଧର୍ମକୁ ଆମେ ଯାଇଥିଲେ ସେଠି ବି ହେଲା ନାହିଁ ଆଉ ସେ ଭଲ ହେଲା ନାହିଁ ଆଉ ସେ ନେଇକି ଆମେ ପଳେଇ ଆସିଲେ କିଏ କହିଥିଲେ ଆପଣଙ୍କୁ ଏଇ ଧର୍ମ ପରିବର୍ତ୍ତନ କଲେ ଦେହ ଭଲ ହେଇଯିବ ବୋଲି? ଆଉ ସେଟା ଆମେ ଆପେ ଆପେ ଆମେ ଯାଇଥିଲେ ଆଉ ସେଠି ଲୋକମାନେ ଲୋକମାନେ ଭଲ ହେଉଛନ୍ତି ଆଉ ସେ ନେଇକି ଆମେ ଯାଇଥିଲେ। କ'ଣ ହେଲା ତାପରେ ଯେଉଁ ଧର୍ମ ପରିବର୍ତ୍ତନ କଲା ପରେ? ଆଉ ସେଟା ତ ବିଗିଡ଼ିଗଲା ଆଉ ସେ କରିନି ଆଉ କ'ଣ ବିଗିଡ଼ିଗଲା? ଆଉ ସେଟା ମରି ମୁରା ଗଲେ ଆଉ କିଏ ମରିଗଲେ? କିଏ ମରିଗଲେ ଆପଣଙ୍କର? ଆମର ସ୍ତ୍ରୀ ଆଉ କିଏ ମରିଗଲେ? ଆଉ ଆମର ପୁଅ। କେତେ ବର୍ଷ ରହିଲେ ସେ ଧର୍ମରେ? ଆମର 3 ବର୍ଷ। 3 ବର୍ଷ। ହଁ। ସେ ଧର୍ମ ପରିବର୍ତ୍ତନ କେବେ କଲେ? ପୁଣି ଥରେ ହିନ୍ଦୁ ଧର୍ମକୁ ଆସିଲେ? ଆମେ ହିନ୍ଦୁ ଧର୍ମକୁ ସେ କଥାବାର୍ତ୍ତା ହେଇକି ଆଗରୁ ଯେରକମ ଜ୍ୱର ହେଉଥିଲେ ଏବେ ବି ଜ୍ୱର ହେଉଛି ଆଉ ସେଟା ଆମେ କରିବାନି ତାହେଲେ ସେଟା ଯୀଶୁ ଧର୍ମ ଆଉ କରିବାନି। ପୁଣି ଥରେ ଆପଣ ହିନ୍ଦୁ ଧର୍ମକୁ ଫେରି ଆସିଲେ? ହଁ ହିନ୍ଦୁ ଧର୍ମକୁ। ବର୍ତ୍ତମାନ ଆପଣଙ୍କର ଯେଉଁ ରହିଛନ୍ତି ଗ୍ରାମବାସୀ ଆପଣଙ୍କୁ ସହଯୋଗ କରୁଛନ୍ତି ନା ନାହିଁ? ନା ଆଜ୍ଞା ସହଯୋଗ କରୁଛନ୍ତି। କେମିତି ଲାଗୁଛି ଆପଣଙ୍କୁ ସହଯୋଗ? ଆମର ସହଯୋଗ ଭଲ ଲାଗୁଛି। ଠିକ୍ ଅଛି। ହଁ ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବାଲି ମାଟି। ଏଇ ଯେଉଁ ଭାଟୁ ମାରାଣ୍ଡି ସେ କ'ଣ ହୁଅନ୍ତି ଆପଣଙ୍କର? ସିଏ ମୋ ଶ୍ୱଶୁର। ଶ୍ୱଶୁର ହୁଅନ୍ତି। କ'ଣ ହେଇଥିଲା ତାଙ୍କର ଧର୍ମ ସେ ପରିବର୍ତ୍ତନ କରିଥିଲେ ଆପଣ ବି ସେ ଧର୍ମକୁ ପରିବର୍ତ୍ତନ କରି ଆପଣ ବି ଯାଇଥିଲେ ପୁଣି ଆଉ ଥରେ ନିଜ ଧର୍ମକୁ ପଳେଇ ଆସିଛନ୍ତି। କ'ଣ ହେଇଥିଲା ଘଟଣା? ଘଟଣା ହେଇଥିଲା ଆଗରୁ ବି ଆମ ଧର୍ମରେ ଥିଲା ସେତେବେଳେ ବି ଜ୍ୱର ବାହାରୁଥିଲା ତାପରେ ସବୁ ସେଇଟା ବି ଭଲ ହେଲାନି ଆମ ଧର୍ମରେ ବି ତାପରେ ମୋ ବାପା କହୁଛନ୍ତି ନା ଏ ଧର୍ମରେ ତ ଭଲ ହେଲାନି ଲୋକ ଯାଉଛନ୍ତି ଏଇ ଧର୍ମର ଖ୍ରୀଷ୍ଟିଆନ ଧର୍ମର ଲୋକ ଯାଉଛନ୍ତି ଭଲ ହେଇଯିବ ଆମେ ବି ସେଇଠି ଯିବା ଯୀଶୁ ଧର୍ମର ଯିବା ହେନେ ପାଲେ ଟିକେ ରୁଖିଆ ପାଇବ ତାପରେ ସେଇଟା ଯୀଶୁ ଧର୍ମରେ ଯେତେବେଳେ ପଳେଇଲା ସେଠି ବି 3 ବର୍ଷ ହେଇଗଲା ତାପରେ ସେଠି ହେଇଗଲା ତାପରେ ଘଟିଲା ଆପଣଙ୍କ ସହିତ ସେଠି ଏ 3 ବର୍ଷ ଭିତରେ କ'ଣ ଘଟିଲା? ଆମ ଭିତରେ ଘଟିଗଲା ମୋ ବାପା ଜ୍ୱର ହେଉଛନ୍ତି ଆଉ ମୋ ପୁଅ ଗୋଟେ ଅଛି ସିଏ ବି ଜ୍ୱରରେ ଅଛି। ସ୍ୱାମୀ ଆଉ ଶାଶୁଙ୍କ ସହିତ କ'ଣ ହେଲା ଧର୍ମ ପରିବର୍ତ୍ତନ କଲା ପରେ? ନା ଆମେ ସେଇ ଧର୍ମରେ ପଳେଇଗଲା ତାପରେ 2-3 ମାସ ପରେ ମୋ ସ୍ୱାମୀ ମରିଗଲା ସିଏ ମରିଗଲା ତାପରେ ସିଏ ଶାଶୁ ବୁଢ଼ୀ ବି ମରିଗଲା ତାପରେ ଆମେ ସିଏ 2 ଜଣ ମରିଗଲା ହେନେ ବି ଆମେ ମନ ଭାଙ୍ଗୁ ନାହାନ୍ତି ତାପରେ ଆମେ ରହିଗଲା 3 ବର୍ଷ ପରେ ତାପରେ ମୋ ପୁଅ ବି ଜ୍ୱର ହେଉଛନ୍ତି ତାପରେ ମୋ ବାପା ବି ଜ୍ୱର ହେଉଛନ୍ତି ଆଉ ମୋ ବାପା କହିଲା ଏଇ ଧର୍ମରେ ଆସିଲେ ବି ଆଗରୁ କେମିତି ଥିଲା ଜ୍ୱର ଏଇ ଧର୍ମରେ ବି ଏମିତି ଜ୍ୱର ହେଉଛନ୍ତି ଆଉ ଏବେ ଏଠି ରହିବନି ଆଗରୁ କେ ଧର୍ମର ଥିଲା ସେ ଧର୍ମରେ ପଳେଇବ ଆମେ କହିଲା ହଁ ତାହେଲେ ଚାଲ ଯିବା ତମେ କେଠି କହିବ ମୁଁ ବି ସେଇଠି ଯିମି ମୁଁ ସେତିକି କହିଲି। ଗାଁ ଲୋକମାନେ ବର୍ତ୍ତମାନ ସହଯୋଗ କରୁଛନ୍ତି ସହଯୋଗର ହାତ ବଢ଼ାଉଛନ୍ତି ହଁ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବିକ୍ରମ ହାସଦା। କ'ଣ କହିବେ ଯେ ଆପଣଙ୍କ ଗାଁରେ ଜଣେ ଲୋକ ଧର୍ମ ପରିବର୍ତ୍ତନ କରିଥିଲେ ପୁଣି ଆଉ ଥରେ ନିଜ ଧର୍ମକୁ ଫେରିଛନ୍ତି କ'ଣ କହିବେ? କ'ଣ କହିବା ଆଉ ସିଏ ବି ଫେରି ଆସିଛନ୍ତି ହେଲେ ଆମକୁ ବି ଖୁସି ସେ ତାଙ୍କର ବି ଖୁସି। କ'ଣ ପାଇଁ ସେ ଅଲଗା ଧର୍ମକୁ ଯାଇଥିଲେ? ସେ ବହୁତ କଷ୍ଟ ପାଉଥିଲେ ତ ଜ୍ୱର ନାର କିନ୍ତୁ ସେ ବି ପରିବର୍ତ୍ତନ ତାର ହେଇପାରିଲା ନାହିଁ ତେଣୁକରି ସେ ନିଜେ ବିଚାରକୁ ଆଣିକି ଆମକୁ ଡାକିକି ଆଉ ସେ ବୁଝାମଣା କରି କହିଲା ମୁଁ ଯେ ଧର୍ମରେ ଥିଲି ସେ ଧର୍ମକୁ ଭାଇ ଫେରି ଆସିବି ଆପଣମାନେ କ'ଣ କହୁଛନ୍ତି ତେଣୁ ଆମେ କହିଲେ ଯଦି ଫେରି ଆସିବ ହେଲେ ଆମ ଧର୍ମକୁ ତାହେଲେ ଆମେ ସହଯୋଗ କରିବୁ ଆଉ ଯାହା ବିଧିବିଧାନ ଲାଗିବ ସେ ବହନ କରିବ କହିଲା ତେଣୁକରି ଗତକାଲି ତାକୁ ଫେରି ଆଣୁଛନ୍ତି ସେ ଏବେ ବର୍ତ୍ତମାନ ଆଜି ଖୁସିରେ ଅଛନ୍ତି। ସେ ଯାଇଥିଲେ ଖ୍ରୀଷ୍ଟିଆନ ଧର୍ମ ଆଜି ଆପଣଙ୍କୁ ପୁଣି ପୂର୍ବ ଧର୍ମ ହିନ୍ଦୁ ଧର୍ମକୁ ପଳେଇ ଆସିଛନ୍ତି। କେମିତି ଲାଗୁଛି ଆପଣଙ୍କୁ? ଆମକୁ ଖୁସି ଲାଗୁଛି। ସେ ଦୁଃଖ ବର୍ତ୍ତମାନ ତାଙ୍କୁ ସବୁ ଆମେ ସହଯୋଗ କରିବୁ ଯେଉଁଟା ଚାନ୍ଦା ଚପଟ ଯାହା ଦେବା କଥା ଆମେ ଦେବୁ ଯେଉଁଟା ଯେତିକି ଆମେ ପାରି ପର୍ଯ୍ୟନ୍ତ
ପାରିବୁ ତାକୁ ସହଯୋଗ କରିବୁ। बांग्ला को इंडिया को जाना देखिए अगर बहा दी करते बाप परम दाड़े dulu kata bang Perinda अगर lenyok meh अगर हाँ bas coba nak परम main ke dal pe ya dal pe berarti ku hotel sama hotel ya coba nak main ke dal pe ya dal pe berarti ku बस सही में ताला कर दिया ମୋତେ ନା ଟିକେ କ'ଣ ପରିଚୟ ଦେଲେ ମାଷ୍ଟ ବାନ୍ଧି କ'ଣ ହେଇଥିଲା ମାନେ କ'ଣ ବର୍ତ୍ତମାନ ଧର୍ମ କେଉଁ ଧର୍ମରେ ଥିଲେ ବର୍ତ୍ତମାନ କେଉଁ ଧର୍ମରେ ଅଛନ୍ତି? ଆମର ଯୀଶୁ ଧର୍ମର ଥିଲେ ଆଉ ଏଇନା ଜ୍ୱର ଫର ହେଇକି ଆମେ ଏ ବାଟେ ପଳେଇ ଆସିଲେ। କ'ଣ ହେଇଥିଲା କ'ଣ ପାଇଁ ଆପଣ ଧର୍ମ ପରିବର୍ତ୍ତନ କରିଥିଲେ? ଆଉ ସେଇଟା ତ ହିନ୍ଦୁର ଆମେ ଥିଲେ ବଜାଇ ଜ୍ୱର ହେଲେ ନହେଲେ ଆମେ ଯାଇଥିଲେ ଯୀଶୁ ଧର୍ମକୁ ଆମେ ଯାଇଥିଲେ ସେଠି ବି ହେଲା ନାହିଁ ଆଉ ସେ ଭଲ ହେଲା ନାହିଁ ଆଉ ସେ ନାଗି ଆମେ ପଳେଇ ଆସିଲେ। କିଏ କହିଥିଲେ ଆପଣଙ୍କୁ ଏଇ ଧର୍ମ ପରିବର୍ତ୍ତନ କଲେ ଦେହ ଭଲ ହେଇଯିବ ବୋଲି? ଆଉ ସେଇଟା ଆମେ ଆପେ ଆପେ ଆମେ ଯାଇଥିଲେ ଆଉ ସେଠି ଲୋକମାନେ ଭଲ ହେଉଛନ୍ତି ଆଉ ସେ ନାଗି ଆମେ ଯାଇଥିଲେ। କ'ଣ ହେଲା ତାପରେ ଯେଉଁ ଧର୍ମ ପରିବର୍ତ୍ତନ କଲା ପରେ? ଆଉ ସେଟା ତ ବିଗିଡ଼ି ଗଲା ଆଉ କିସ କରିବି ଆଉ କ'ଣ ବିଗିଡ଼ିଗଲା? ଆଉ ସେଟା ମରି ମୁରା ଗଲେ ଆଉ କିଏ ମରିଗଲେ? କିଏ ମରିଗଲେ ଆପଣଙ୍କର? ଆମର ସ୍ତ୍ରୀ ଆଉ କିଏ ମରିଗଲେ? ଆଉ ଆମର ପୁଅ। କେତେ ବର୍ଷ ରହିଲେ ସେ ଧର୍ମରେ? ଆମର 3 ବର୍ଷ। 3 ବର୍ଷ। ହଁ। ସେ ଧର୍ମ ପରିବର୍ତ୍ତନ କେବେ କଲେ? ପୁଣି ଥରେ ହିନ୍ଦୁ ଧର୍ମକୁ ଆସିଲେ? ଆମେ ହିନ୍ଦୁ ଧର୍ମକୁ ସେ କଥାବାର୍ତ୍ତା ହେଇକି ଆଗରୁ ଯେରକମ ଜ୍ୱର ହେଉଥିଲେ ଏବେ ବି ଜ୍ୱର ହେଉଛି ଆଉ ସେଇଟା ଆମେ କରିବାନି ତାହେଲେ ସେଇଟା ଯୀଶୁ ଧର୍ମ ଆଉ କରିବାନି। ପୁଣି ଥରେ ଆପଣ ହିନ୍ଦୁ ଧର୍ମକୁ ଫେରି ଆସିଲେ? ହଁ ହିନ୍ଦୁ ଧର୍ମକୁ। ବର୍ତ୍ତମାନ ଆପଣଙ୍କର ଯେଉଁ ରହିଛନ୍ତି ଗ୍ରାମବାସୀ ଆପଣଙ୍କୁ ସହଯୋଗ କରୁଛନ୍ତି ନା ନାହିଁ? ନା ଆଜ୍ଞା ସହଯୋଗ କରୁଛନ୍ତି। କେମିତି ଲାଗୁଛି ଆପଣଙ୍କୁ ସହଯୋଗ? ଆମର ସହଯୋଗ ଭଲ ଲାଗୁଛି। ଠିକ୍ ଅଛି। ହଁ ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବାଲି ମାଟି ଏଇ ଯେଉଁ ଭାଟୁ ମାରାଣ୍ଡି ସେ କ'ଣ ହୁଅନ୍ତି ଆପଣଙ୍କର? ସିଏ ମୋ ଶ୍ୱଶୁର ଶ୍ୱଶୁର ହୁଅନ୍ତି। କ'ଣ ହେଇଥିଲା ତାଙ୍କର
ଧର୍ମ ସେ ପରିବର୍ତ୍ତନ କରିଥିଲେ, ଆପଣ ବି ସେ ଧର୍ମକୁ ପରିବର୍ତ୍ତନ କରି ଆପଣ ବି ଯାଇଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ପଳେଇ ଆସିଛନ୍ତି। କ'ଣ ହେଇଥିଲା ଘଟଣା? ଘଟଣା ହେଇଥିଲା ଆଗରୁ ବି ଆମ ଧର୍ମରେ ଥିଲା, ସେତେବେଳେ ବି ଜ୍ୱର ବାହାରୁଥିଲା। ତାପରେ ସବୁ ସେଇଟା ବି ଭଲ ହେଲାନି ଆମ ଧର୍ମରେ ବି। ତାପରେ ମୋ ବାପା କହୁଛନ୍ତି ନା ଏ ଧର୍ମରେ ତ ଭଲ ହେଲାନି, ଲୋକ ଯାଉଛନ୍ତି ଏଇ ଧର୍ମର ଖ୍ରୀଷ୍ଟିଆନ ଧର୍ମର ଲୋକ ଯାଉଛନ୍ତି ଭଲ ହେଇଯିବ, ଆମେ ବି ସେଇଠି ଯିବା। ଯୀଶୁ ଧର୍ମର ଯିବା ହେନେ ପାଲେ ଟିକେ ରୁଖିଆ ପାଇବ। ତାପରେ ସେଇଟା ଯୀଶୁ ଧର୍ମରେ ଯେତେବେଳେ ପଳେଇଲା ସେଠି ବି 3 ବର୍ଷ ହେଇଗଲା। ତାପରେ ସେଠି ହେଇଗଲା। ତାପରେ ଘଟିଲା ଆପଣଙ୍କ ସହିତ ସେଠି ଏ 3 ବର୍ଷ ଭିତରେ କ'ଣ ଘଟିଲା? ଆମ ଭିତରେ ଘଟିଗଲା, ମୋ ବାପା ଜ୍ୱର ହେଉଛନ୍ତି, ଆଉ ମୋ ପୁଅ ଗୋଟେ ଅଛି, ସିଏ ବି ଜ୍ୱରରେ ଅଛି। ସ୍ୱାମୀ ଆଉ ଶାଶୁଙ୍କ ସହିତ କ'ଣ ହେଲା ଧର୍ମ ପରିବର୍ତ୍ତନ କଲା ପରେ? ନା ଆମେ ସେଇ ଧର୍ମରେ ପଳେଇଗଲା। ତାପରେ 2-3 ମାସ ପରେ ମୋ ସ୍ୱାମୀ ମରିଗଲା। ସିଏ ମରିଗଲା, ତାପରେ ସିଏ ଶାଶୁ ବୁଢ଼ୀ ବି ମରିଗଲା। ତାପରେ ଆମେ ସିଏ 2 ଜଣ ମରିଗଲା ହେନେ ବି ଆମେ ମନ ଭାଙ୍ଗୁ ନାହାନ୍ତି। ତାପରେ ଆମେ ରହିଗଲା 3 ବର୍ଷ। 3 ବର୍ଷ ପରେ ତାପରେ ମୋ ପୁଅ ବି ଜ୍ୱର ହେଉଛନ୍ତି, ତାପରେ ମୋ ବାପା ବି ଜ୍ୱର ହେଉଛନ୍ତି। ଆଉ ମୋ ବାପା କହିଲା ଏଇ ଧର୍ମରେ ଆସିଲେ ବି ଆଗରୁ କେମିତି ଥିଲା ଜ୍ୱର, ଏଇ ଧର୍ମରେ ବି ଏମିତି ଜ୍ୱର ହେଉଛନ୍ତି। ଆଉ ଏବେ ଏଠି ରହିବନି, ଆଗରୁ କେ ଧର୍ମର ଥିଲା ସେଇ ଧର୍ମରେ ପଳେଇବ। ଆମେ କହିଲା ହଁ ତାହେଲେ ଚାଲ ଯିବା, ତମେ କେଠି କହିବ ମୁଁ ବି ସେଇଠି ଯିମି। ମୁଁ ସେତିକି କହିଲି। ଗାଁ ଲୋକମାନେ ବର୍ତ୍ତମାନ ସହଯୋଗ କରୁଛନ୍ତି, ସହଯୋଗର ହାତ ବଢ଼ାଉଛନ୍ତି, ହଁ କେମିତି ଲାଗୁଛି? ଏବେ ଭଲ ଲାଗୁଛି। ଟିକେ ଆପଣ ପରିଚୟ ଦିଅନ୍ତୁ। କ'ଣ ନା ଆପଣଙ୍କର? ବିକ୍ରମ ହାସଦା। କ'ଣ କହିବେ ଯେ ଆପଣଙ୍କ ଗାଁରେ ଜଣେ ଲୋକ ଧର୍ମ ପରିବର୍ତ୍ତନ କରିଥିଲେ, ପୁଣି ଆଉ ଥରେ ନିଜ ଧର୍ମକୁ ଫେରିଛନ୍ତି, କ'ଣ କହିବେ? କ'ଣ କହିବା, ଆଉ ସିଏ ବି ଫେରି ଆସିଛନ୍ତି, ହେଲେ ଆମକୁ ବି ଖୁସି, ସେ ତାଙ୍କର ବି ଖୁସି। କ'ଣ ପାଇଁ ସେ ଅଲଗା ଧର୍ମକୁ ଯାଇଥିଲେ? ସେ ବହୁତ କଷ୍ଟ ପାଉଥିଲେ ତ ଜ୍ୱର ନାର, କିନ୍ତୁ ସେ ବି ପରିବର୍ତ୍ତନ ତାର ହେଇପାରିଲା ନାହିଁ। ତେଣୁକରି ସେ ନିଜେ ବିଚାରକୁ ଆଣିକି ଆମକୁ ଡାକିକି ଆଉ ସେ ବୁଝାମଣା କରି କହିଲା ମୁଁ ଯେ ଧର୍ମରେ ଥିଲି ସେ ଧର୍ମକୁ ଭାଇ ଫେରି ଆସିବି, ଆପଣମାନେ କ'ଣ କହୁଛନ୍ତି? ତେଣୁ ଆମେ କହିଲେ ଯଦି ଫେରି ଆସିବ ହେଲେ ଆମ ଧର୍ମକୁ, ତାହେଲେ ଆମେ ସହଯୋଗ କରିବୁ, ଆଉ ଯାହା ବିଧିବିଧାନ ଲାଗିବ ସେ ବହନ କରିବ କହିଲା। ତେଣୁକରି ଗତକାଲି ତାକୁ ଫେରି ଆଣୁଛନ୍ତି। ସେ ଏବେ ବର୍ତ୍ତମାନ ଆଜି ଖୁସିରେ ଅଛନ୍ତି। ସେ ଯାଇଥିଲେ ଖ୍ରୀଷ୍ଟିଆନ ଧର୍ମ। ଆଜି ଆପଣଙ୍କୁ ପୁଣି ପୂର୍ବ ଧର୍ମ ହିନ୍ଦୁ ଧର୍ମକୁ ପଳେଇ ଆସିଛନ୍ତି। କେମିତି ଲାଗୁଛି ଆପଣଙ୍କୁ? ଆମକୁ ଖୁସି ଲାଗୁଛି। ସେ ଦୁଃଖ ବର୍ତ୍ତମାନ ତାଙ୍କୁ ସବୁ ଆମେ ସହଯୋଗ କରିବୁ, ଯେଉଁଟା ଚାନ୍ଦା ଚପଟ ଯାହା ଦେବା କଥା ଆମେ ଦେବୁ, ଯେଉଁଟା ଯେତିକି ଆମେ ପାରି ପର୍ଯ୍ୟନ୍ତ ପାରିବୁ ତାକୁ ସହଯୋଗ କରିବୁ। बांग्ला को उड़िया को जाना Kun cabut ni, nak macam mana? Ini.